ଦେଖନ୍ତୁ କିଏ ପ୍ରଲୋଭିତ କରିବ କିଏ ନ କରିବ ସେଟା ଅଲଗା କଥା। ଏବେ ଆମର ବିଧାୟକମାନେ ସ୍ୱଇଚ୍ଛାରେ ବୁଲିବାକୁ ଯାଇଛନ୍ତି। ସ୍ୱଇଚ୍ଛାରେ ତାଙ୍କୁ କିଏ ଜବରଦସ୍ତ ନେଇନି କି ତାଙ୍କେ ଯାଇନାହାନ୍ତି। ସେମାନେ 2 ଦିନ ପାଇଁ ଯାଇଛନ୍ତି। ସେମାନେ ଯାଇକିରି ବୁଲିକିରି ଆସିବେ। ବହୁତ ଦିନ ହେଲା ବାହାରକୁ ଯାଇନଥିଲେ, ସେଇଥିପାଇଁ ଯାଇଛନ୍ତି, ବୁଲିକିରି ଆସିବେ। ବିଧାନସଭା ତ ଆମେ ତ ଅଛୁ ନା, ଆମେ ବି 4 ଜଣ ବିଧାୟକ ଅଛୁ। 9 ଜଣ ବିଧାୟକ ଯାଇଛନ୍ତି। କୌଣସି ଆଇନ ରାଜନୀତି ଅଭିସନ୍ଧି ନାହିଁ, ଯାଇଛନ୍ତି ବୁଲିକିରି ଆସିବା ପାଇଁ। ପିସି ସଭାପତି ନେଇକି ଯାଇଛନ୍ତି ତାଙ୍କୁ ବୁଲିବାକୁ। ପିସି ସଭାପତି ଯାଇଛନ୍ତି, ନିଜ ସାଙ୍ଗରେ ଯାଇଛନ୍ତି। ଆମେ ସିନିୟର ବିଧାୟକ ମାନେ 4 ଜଣ ରହିଛୁ। ରମେଶ ଜେନା ଯାଇନାହାନ୍ତି, ଅଛନ୍ତି। ସିଏଲପି ଲିଡର କହୁଛନ୍ତି ଯେ ବିଜେପି ଯୋଉ ପ୍ରକାର ଘୋଡ଼ା ବେପାର କରୁଛି ଆମେ ସେଥିରେ ଭୟଭୀତ। କିଏ ଭୟଭୀତ ହେଉଥିବେ, ମୁଁ କିନ୍ତୁ ଭୟଭୀତ ନୁହଁ। ଆମର ବିଶ୍ୱାସ ରହିଛି ଆମ ବିଧାୟକଙ୍କ ଉପରେ ଆମର ବିଶ୍ୱାସ ଅଛି। ସେମାନେ ଘୋଡ଼ା ବେପାରକୁ ହେବେନି ଏବଂ ନିଜ ଦଳର ନିଷ୍ପତ୍ତି ଅନୁଯାୟୀ ସେମାନେ ଭୋଟ ଦେବେ। ଦେଖନ୍ତୁ କିଏ ପ୍ରଲୋଭିତ କରିବ କିଏ ନ କରିବ ସେଟା ଅଲଗା କଥା। ଏବେ ଆମର ବିଧାୟକମାନେ ସ୍ୱଇଚ୍ଛାରେ ବୁଲିବାକୁ ଯାଇଛନ୍ତି। ସ୍ୱଇଚ୍ଛାରେ ତାଙ୍କୁ କିଏ ଜବରଦସ୍ତ ନେଇନି କି ତାଙ୍କେ ଯାଇନାହାନ୍ତି। ସେମାନେ 2 ଦିନ ପାଇଁ ଯାଇଛନ୍ତି। ସେମାନେ ଯାଇକିରି ବୁଲିକିରି ଆସିବେ। ବହୁତ ଦିନ ହେଲା ବାହାରକୁ ଯାଇନଥିଲେ, ସେଇଥିପାଇଁ ଯାଇଛନ୍ତି, ବୁଲିକିରି ଆସିବେ। ବିଧାନସଭା ତ ଆମେ ତ ଅଛୁ ନା, ଆମେ ବି 4 ଜଣ ବିଧାୟକ ଅଛୁ। 9 ଜଣ ବିଧାୟକ ଯାଇଛନ୍ତି। କୌଣସି ଆଇନ ରାଜନୀତି ଅଭିସନ୍ଧି ନାହିଁ, ଯାଇଛନ୍ତି ବୁଲିକିରି ଆସିବା ପାଇଁ। ପିସି ସଭାପତି ନେଇକି ଯାଇଛନ୍ତି ତାଙ୍କୁ ବୁଲିବାକୁ। ପିସି ସଭାପତି ଯାଇଛନ୍ତି, ନିଜ ସାଙ୍ଗରେ ଯାଇଛନ୍ତି। ଆମେ ସିନିୟର ବିଧାୟକ ମାନେ 4 ଜଣ ରହିଛୁ। ରମେଶ ଜେନା ଯାଇନାହାନ୍ତି, ଅଛନ୍ତି। ସିଏଲପି ଲିଡର କହୁଛନ୍ତି ଯେ ବିଜେପି ଯୋଉ ପ୍ରକାର ଘୋଡ଼ା ବେପାର କରୁଛି ଆମେ ସେଥିରେ ଭୟଭୀତ। କିଏ ଭୟଭୀତ ହେଉଥିବେ, ମୁଁ କିନ୍ତୁ ଭୟଭୀତ ନୁହଁ। ଆମର ବିଶ୍ୱାସ ରହିଛି ଆମ ବିଧାୟକଙ୍କ ଉପରେ ଆମର ବିଶ୍ୱାସ ଅଛି। ସେମାନେ ଘୋଡ଼ା ବେପାରକୁ ହେବେନି ଏବଂ ନିଜ ଦଳର ନିଷ୍ପତ୍ତି ଅନୁଯାୟୀ ସେମାନେ ଭୋଟ ଦେବେ।